आसंतु शुणिबा अतिबड़ी जगन्नाथ दास विरचित श्रीमद् भागवतर 159तम भाग। प्रयोजना सुहास महांती। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। पुत्रर नाम छଳରେ ହେଉ କି ପରିହାସ ଛଳରେ ହେଉ, ଗୀତାଳାପ ପରିପୂର୍ଣ୍ଣାର୍ଥୀ ହେଉ କି ଅବଜ୍ଞା ପୂର୍ବକ ହେଉ, ଭଗବାନଙ୍କ ନାମ ଉଚ୍ଚାରଣ କଲେ ସବୁ ପାପ ନଷ୍ଟ ହୁଏ। ଅଜାମିଳ ତେଣୁ ମୁକ୍ତ। ଯମଦୂତଗଣ ତାହାକୁ ଅପମାର୍ଗରେ ନେଇପାରି ନାହାନ୍ତି। ଅଜାମିଳ ଭୟଶୂନ୍ୟ ଏବଂ ପ୍ରକୃତିସ୍ଥ ହେବାରୁ ତାର ବୈରାଗ୍ୟ ଉଦୟ ଘଟିଲା। ସାଧୁସଙ୍ଗ ଫଳରୁ ମଣିଷ ମନରେ ଚୈତନ୍ୟ ଓ ବୈରାଗ୍ୟ ସଞ୍ଚାର ହୁଏ। ଅଜାମିଳ ଏବେ ଗୃହ ସଂସାର ଛାଡ଼ି ଗଙ୍ଗା ତୀରକୁ ଯାଇଛି। ସୁକ ଉବାଚ ହେମନ୍ତେ ଜାତ ଦିବ୍ୟ ଜ୍ଞାନ ଜେଣୁତା ସାଧୁ ଦର୍ଶନ ତେଜିଣ ସକଳ ବନ୍ଧନ ଗଙ୍ଗା ଦ୍ୱାରକୁ ଆଗମନ ଦେବ ସଦନେ ବିପ୍ର ଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିବେଶି ସ୍ଥିର ମନ ସକଳ ଗୁଣ ପରିହରି ଆତ୍ମାକୁ ସମାଧିରେ ଧରି ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା ବ୍ରହ୍ମ ଭାବନେ ସ୍ଥିର ମନ ଦେଖିଲା ବିଷ୍ଣୁ ଦୂତ ମାନ ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା ଗଙ୍ଗା ଜଳରେ ଦ୍ୱିଜ ବର ତେଜିଲା ନିଜ କଳେବର ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ହୋଇଲା ତାର ଦିବ୍ୟ କାଏ ବିଷୟ ଦୁର୍ଗତି ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁ ଗଣ ହେମ ବିମାନ ଆରୋହିଲା ତକ୍ଷଣେ ବିଷ୍ଣୁ ଲୋକେ ଗଲା ଦାସୀ ପତି ପତିତ କର୍ମ ନଷ୍ଟ ତାହାର ସର୍ବଧର୍ମ ବ୍ରତ ବିହୀନ ନିନ୍ଦାଚାର ନରକେ ପଡ଼ନ୍ତା ଶରୀର ଈଶ୍ୱର ନାମ ଗ୍ରହଣରୁ ତତ୍କାଳ ମୁକ୍ତି ନର କରୁ ମୋକ୍ଷ ବାଞ୍ଛିତ ନରଙ୍କର କୃଷ୍ଣ କୀର୍ତ୍ତନୁ ନାହିଁ ପର ନିଶ୍ଚଳ ଚିତ୍ତେ କୃଷ୍ଣ ଭଜ ଏ ଭବ ବନ୍ଧ ମାୟା ତେଜ। ଶ୍ରୀକୃଷ୍ଣ ନାମର ମହିମା ସୁକ କହିଲେ ଗୁଣ ସୀମା ସୁଜନେ ଏଣେ ଚିତ୍ତ କର ଏ ମାୟା ବନ୍ଧନୁ ନିସ୍ତର ବୋଲ ଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧରେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସଂ ସଂହିତାୟଂ ଷଷ୍ଠ ସ୍କନ୍ଧେ ଅଜାମିଳ ଉପାଖ୍ୟାନ ନାମ ଦ୍ୱିତୀୟ ଅଧ୍ୟାୟ। ସୁକ ଚରଣେ ଦେଇ କର ବୋଲେ ପରୀକ୍ଷା ନୃପବର। ପରୀକ୍ଷିତ ଉବାଚ ଆପଣ ଦୂତ ବାକ୍ୟ ଶୁଣି କିବା ବୋଇଲେ ଦଣ୍ଡ ପାଣି ଯମରାଜାର ଆଜ୍ଞା ହତ ଯେଣୁ ହୋଇଲା ବିପରୀତ ବିଷ୍ଣୁ ଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ ଯାହାର ବଶ ସର୍ବଜନେ ଏତ ବିଚିତ୍ର ମୋର ମନେ ଯମଦଣ୍ଡର ଭଗ୍ନ କାହିଁ ପୂର୍ବେ ଶୁଣିଲା କେହି ନାହିଁ ଏବେ ମୁଁ ଶୁଣିଲି ଅଦ୍ଭୁତ ଭୋମୁନି କହିବା ତଦନ୍ତ
ମୋର ତହୁଁ ଅନ୍ୟ କେହୁ ସଂଶୟ ଛେଦିବ ମୋ ତହୁଁ। ଶୁକ ଉବାଚ ବିଷ୍ଣୁ ଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ। ଯମର ଛାମୁରେ ମିଳିଲେ ସକଳ ବାରତା କହିଲେ। ଯମଦୂତ ଉବାଚ ସଂସାରେ ଜନ୍ତୁ ଅଛନ୍ତି ଯେତେ ଏହାଙ୍କ ଶାସ୍ତି ଅବା କେତେ। ତ୍ରିବିଧ କର୍ମ ଯେ କରନ୍ତି କାତହୁ ସେ ଫଳ ଭୁଞ୍ଜନ୍ତି। ଯେବେ ଅଖିଳ ଲୋକର ଦଣ୍ଡର କର ତା ପାର। କାହାର ମୃତ୍ୟୁ ଅବା କାହିଁ ଅମୃତ ଅଛି ଅବା କାହିଁ। କର୍ମର ବଶ ହୋଇ ଜନ୍ତୁ ଶାସ୍ତି ଲଭନ୍ତି କର୍ମ ହେତୁ। ତେଣୁ ଏ ଶାସ୍ତା ଏକ ଜନ ଯେହ୍ନେ ଦୁଷ୍ଟ ଶାସ୍ତା ରାଜନ। ଏଣୁ ଅଶେଷ ଜନ୍ତୁଙ୍କର ତୁମ୍ଭେ ଯେ ଶାସ୍ତା ଦଣ୍ଡଧର। ଈଶ୍ୱର ମାନଙ୍କ ଈଶ୍ୱର ଶୁଭ ଶୁଭର ଠାକୁର। ତୁମ୍ଭର ଦଣ୍ଡ ଏବେ ନାହିଁ ପାପିଷ୍ଠ ଜନଙ୍କର ତହିଁ। ଅଦ୍ଭୁତ ସିଦ୍ଧ ଚାରି ଜଣ ତୁମ୍ଭଙ୍କୁ କଲେ ଅବଜ୍ଞାନ। ତୁମ୍ଭ ଆଦେଶ ଘେନି ଶିରେ ଆମ୍ଭେ ଆଣୁଥିଲୁ ପାପିରେ। ଯାତନା ଗୃହକୁ ଆଣନ୍ତେ ମୋଚନ କରିଣ ତୁରିତେ। ପାଶକୁ ଛେଦିଲେ ପ୍ରତ୍ୟକ୍ଷେ ସେ ସିଦ୍ଧେ ଗଲେ ଅନ୍ତରିକ୍ଷେ। ଆଣନ୍ତେ ସେ ପାପୀ ବ୍ରାହ୍ମଣ ଆସି ମିଳିଲେ ସିଦ୍ଧ ଗଣ। ତାହାର ପୁତ୍ର ନାରାୟଣ ଡାକିଲା ତା ନାମ ଧରିଣ। ଆମ୍ଭର ରୂପକୁ ଡରିଲା ତେଣୁ ତା ବାଳକେ ଡାକିଲା। ବୋଇଲେ ସର୍ବ ପାପ ଗଲା ଯେଣୁ ଏ ନାମ ଉଚ୍ଚାରିଲା। ତାହାଙ୍କୁ ଭୟ ମନ ପାଇ ଛାଡ଼ି ଯେ ଦେଲୁ ଦଣ୍ଡ ସାଇ। ଶୁଣିବା କ୍ଷମ ହେଉ ଯେବେ ଏ କଥା କହ ପ୍ରଭୁ ଦେବେ। ଯେ କ୍ଷଣେ ସେ ପାପୀ ଦୁର୍ଜନ ଉଚ୍ଚାର କଲା ନାରାୟଣ। ତକ୍ଷଣେ ଆସି ସେ ମିଳିଲେ ଭୟନକର ହୋ ବୋଇଲେ। ଶୁକ ଉବାଚ ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରସ ବଦନ। ଶ୍ରୀକୃଷ୍ଣ ଅଭୟ ଚରଣ ତକ୍ଷଣେ କରି ସୁମରଣ। ଅତ୍ୟନ୍ତ ପ୍ରୀତ ହୋଇ ମନେ ବୋଲନ୍ତି ଶୁଣ ଭୃତ୍ୟ ଗଣେ। ଯମ ଉବାଚ ମୋତହୁ ଅନ୍ୟ ସୃଷ୍ଟ ପୁଣ। ଜଗତ ଯାହାର ବିୟାଣ କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ। ବିଶ୍ୱତେ ମନ୍ତ ତାର ତହିଁ ଯାହାଙ୍କ ଅଂଶରୁ ଜଗତ। ଜନ୍ମ ପାଳନ ପୁଣି ହାତ ଯାହାର ନାମ ତତ୍ତ୍ୱ ଗୁଣ। ବନ୍ଧନ କରେ ପ୍ରାଣୀ ମାନ ରଜ୍ଜୁରେ ଯେହ୍ନେ ଗୁରୁ ଥାଇ। ଏଣିକି ନ ପାରଇ ଯାଇ ନିୟମ ଡୋରେ ତାହାଙ୍କର। ବନ୍ଧା ହୋଇଛି ଚରାଚର ନାନା କର୍ମରେ ବନ୍ଧା ହୋଇ ଜଗତ ଯାହାକୁ ସେ ବହି। ମୁହିଁ ମହେନ୍ଦ୍ର ନଈ ଋତି ବରୁଣ ଆଦି ଦିଗପତି। সোম অনল মহেশ্বর পবন ব্রহ্মা দিবাকর বিশ্বে দেবা যে বসু যেতে রুদ্র মরুদ্গণ সহিতে সিদ্ধ কিন্নর সাধ্য করি সংসারে যেতে অধিকারী। ଶୁଣିଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 159ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେଦର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା
ସୁହାସ ମହାନ୍ତି।